जय श्री जगन्नाथ, जय महिमालेख, जय श्री राम, हर हर महादेव। विभुमंडल समस्त श्रोतागण एवं ज्ञानीगुणी पंडित सुजन जनता जनार्दन को ये अधम दास अकिंचन असित जनार शरण। आज विषय मनीष जन्म ठारू शेष पर्यंत गोटे कथारे से रही जाए, से कथाटा हूँ प्रश्न बाण। आपण प्रथम आप एक बयस रु आपण 100 वर्ष पर्यंत जीवे लोक किंतु आपण को पचारे तदारक करने जनता जनार्दन सबुबेल तत्पर। आमे 1 रु 10 बयस भितर कौन पचारती लोक मैंने जनमरो जोई जीवनटा भाई संघर्षर मुक साक्षी थकिचु जीवुनी प्रश्न शुणुथिबु बुझिबा गरु आखिरे कुमार बुझिबा गरु आखि। जन्मरु जुई पर्यंत ये जनसमाज आपण को प्रश्न उपरे प्रश्न रखी शेष पर्यंत मशाणी रे छाड़ी आसब। 1 रु प्रथम रु 10 वर्ष पर्यंत कौन प्रश्न पचारती। प्रथम रु 10 बरस बयस सुख समयटे सते चेहरा देखिकी लोक पचारिवे बयस हेलाणी केतेरे कुमार बयस हेलाणी केते। 10 वर्ष पर्यंत आपण को जी देख अरे पुआ केते बयस है ते केते बयस है यही प्रश्न माने आपणकर मामूर दादा बड़ा जी देखिए आपन खाली बयस कथा पचार 10 रु 20 बयस से समय रे कौन हम 10 रु 20 विद्यार्थी जीवन बीतव पाठ पढ़ारे लोक पचारिवे केते प्रतिशत नंबर तो परीक्षारे रे कुमार नंबर तो परीक्षारे। आपणकर 14 वर्ष रु 15 वर्ष भितर मैट्रिक सर 17 वर्ष भितर +2 सर 20 वर्ष हो ग्रेजुएशन सर जी आसो केते प्रतिशत मार्क अच्छी 10 केते +2 रे केते +3 रे केते जी देखिए आप पचारे प्रश्न बाण 10 रु 20 शेष एवं 20 रु 30 20 रु 30 प्रश्नर बाण रे घाइला करिवे तोते चाकिरी बेपार किस करुअछु रोजगार तोर केते रे कुमार रोजगार तोर केते। 20 रु 30 बयस जितेबाला होते कौन हो ना पाठ पढ़ा सरी कौन चाकरी करचु बेपार करचु दुकान करचु कौन करचु सब लोक पचार आरंभ करेंगे। बर्तमान 20 रु 30 भितर कौन तुम कौटी मनोनिवेश कलु
ରୋଜଗାର କ'ଣ? ଏବେ 30 ପରେ କ'ଣ? 30 ଡେଉଁଛୁ 40 ଛୁଉଁଛୁ ହାତକୁ ଦି ହାତ ହେବୁ ଲୋକ ପଚାରିବେ ଘରଣୀ କେମିତି ପିଲା ଛୁଆ କେତେ ବାବୁରେ କୁମାର ପିଲା ଛୁଆ କେତେ ବାବୁ ଯେତେବେଳେ ଆପଣ ଠିକ୍ କେତେ ହେଇଯିବ ନା କେତେ ହେଇଯିବ ଆପଣଙ୍କର ହଁ 30ରୁ ଯେତେବେଳେ 40 ହେଇଯିବ ସମସ୍ତେ ଆସି ପଚାରିବେ ଆଉ ବୋଉ ପିଲା ଭଲଟି ପିଲା ଛୁଆ କେତେ ହେଲାଣି ଏଇସବୁ ବିଷୟରେ ପଚାରିବେ। ଏଇଟା ହେଉଛି ଆପଣଙ୍କର 20ରୁ 30 ଏଇଟା ଗଲା ନାହିଁ 30ରୁ 40 ଗଲ। ଏବେ 40 ପରେ କ'ଣ ପଚାରିବେ? ଯାହାହେଲେ ଜନତା ଜନାର୍ଦ୍ଦନ ରେଡ଼ି ତୁମକୁ ପ୍ରଶ୍ନ ବାଣରେ ଘାଇଲା କରିବି। ଏବେ 40 ପରେ କ'ଣ ହେବ? 40 50 ଏ 10 ବରଷ ଗଧ ଜୀବନରେ ଭାଇ ଜ୍ଞାନ୍ତି ପରିବାର ଚର୍ଚ୍ଚାର ବିଷୟ କେତେ ଧନ ଅଛି ରହିରେ କୁମାର କେତେ ଧନ ଅଛି ରହି 40ରୁ 50 ଭିତରେ କ'ଣ ହେବ? ଲୋକ ପଚାରିବେ ଆରେ କେତେ ଟଙ୍କା ରଖିଛୁ କାହିଁକି ନା ପୁଅ ବାହାଘର ହେବ ଝିଅ ବାହାଘର ହେବ ଘର ଛାତ ପଡ଼ିବ ପୁଅ ଚାକିରି କରିବ ଏଇସବୁ ଜିନିଷ ପାଇଁ 40ରୁ 50 ପଚାରିବେ କେତେ ଟଙ୍କା ତୋ ପାଖରେ ଅଛି ଚାକିରି କରିଥିଲୁ ଆଉ କି ବେପାର କରିଥିଲୁ ଦୋକାନ କରିଥିଲୁ କେତେ ଟଙ୍କା ରଖିଛୁ। ଏବେ ବର୍ତ୍ତମାନ ଆସିଲା 50ରୁ 60 50 60 ପାଚିଲା ବାଳରେ ରଙ୍ଗ ତୁ ବୋଳିଲେ ଯେତେ ପଚାରିବେ ତୋତେ ବ୍ଲଡ଼ ପ୍ରେସର ସୁଗାର ରହୁଛି କେତେରେ କୁମାର ସୁଗାର ରହୁଛି କେତେ 50ରୁ 60 ବିପି କେତେ ବ୍ଲଡ଼ ପ୍ରେସର କେତେ ପଚାରନ୍ତନି ସୁଗାର କେତେ ଚେକିଂ କରିଛୁ କ'ଣ ଖାଉଛୁ ଚିନି ଖାଉଛୁ ଫଳମୂଳ ଖାଉଛୁ ଭାତ ଖାଉଛୁ ରୁଟି କ'ଣ ଖାଉଛୁ ବିଭିନ୍ନ ପ୍ରକାର କଥା ପଚାରିକି ପ୍ରଶ୍ନ ବାଣରେ ଘାଇଲା କରିବା। 60 ସରିଗଲା 60 ଏବେ ବର୍ତ୍ତମାନ 60ରୁ 70 କ'ଣ 60 70 ବାର୍ଦ୍ଧକ୍ୟ ଜୀବନ ବିଶ୍ରାମ ଏକାନ୍ତ ଚିତେ ସବୁରି ଓଠରେ ଗୋଟିଏ ସପନ ପେନ୍ସନ ପାଉଛୁ କେତେରେ କୁମାର ପେନ୍ସନ ପାଉଛୁ କେତେ 58ରେ ରିଟାୟାରମେଣ୍ଟ ହେଉଥିଲେ 60ରେ ରିଟାୟାରମେଣ୍ଟ ହେବ ତା ପଛରେ ପଚାରିବେ ବସିବ ମର୍ଣ୍ଣିଂ ୱାକ୍ ଇଭିନିଂ ୱାକ୍ ପାର୍କ ଯେଉଁଠି ବସିବ ଆଉ ସାର୍ ପେନ୍ସନ୍ କେତେ ଘରକୁ କେତେ ଦେଉଛନ୍ତି ସବୁ ପେନ୍ସନ୍ କଥା ପଚାରିବେ କେତେରୁ କେତେ 60ରୁ 70 70 ଯେଉଁଠି ହେଇଯିବ ତୁମେ ସେଇଠି 72 ଯିବ କେମିତି ଶୁଣ 70ରୁ 80 ବଳ ଜୀବ ଖସି ଏ ବ୍ୟାଧି କବଳି ତମନ ଗୋଟିଏ ପ୍ରଶ୍ନ ଯେ ନୀତି ଶୁଣୁଥିବ ଆଉ ଭାଇ କେତେ ଦିନରେ କୁମାର ଆଉ ଭାଇ କେତେ
ଦିନ ପଚାରି ଆଉ କେତେ ଦିନ ଭାଇ ଆଉ କେତେ ଦିନ ରହିବ ସରିଗଲା ବ୍ୟାଧି ଆସିଗଲା ରୋଗ ଆସିଗଲା ହେଇଗଲା 80 ହେଇଗଲା ଭଗବାନ ଯେଉଁ ଦେଇଥିଲେ ବୟସ ସରିଗଲା ବର୍ତ୍ତମାନ ହରିନାମ ରାମ ନାମ କ'ଣ 80 ପରର କଥା 80ରୁ ଯଦି ତୁ ଅଧିକା ଟପିଲୁ ଅଲୋଡ଼ା ପଣା ଘର ହରିନାମ ସାର ବାର୍ଦ୍ଧକ୍ୟ ତୋର ଅନ୍ତିମ ଯାତ୍ରାର ଦ୍ୱାରରେ କୁମାର ଅନ୍ତିମ ଯାତ୍ରାର ଦ୍ୱାର ମଶାଣିରେ ତୋତେ ପକାଇ ଆସିବେ ଦାଣ୍ଡରେ ଦେବେ ଗୋ ବର ମଲା ମଲା ବୋଲି ଦିଘଡ଼ି କାନ୍ଦିବେ କେହି ଯିବେନି ତୋ ସଙ୍ଗର କୁମାର କେହି ଯିବେନି ତୋ ସଙ୍ଗର ଆସିଲା ବେଳେ ତୁ ଆସେ ତେଲୁ ଏକା ଗଲା ବେଳେ ଯିବୁ ଏକା ଗଲେ ତୋ ସଙ୍ଗରେ କେହି ଯିବେନି ରେ ଧର୍ମ ହେଲେ ହେବ ସଖାରେ କୁମାର କର୍ମ ହେଲେ ହେବ ସଖା